ଅଥ 31 ଅଧ୍ୟାୟ ଭଗବାନଙ୍କର ସ୍ୱଧାମ ଗମନ। ଶ୍ରୀ ଶୁକଦେବ କହିଲେ, ପରୀକ୍ଷିତ, ଦାରୁକ ଚାଲିଯିବ ପରେ ବ୍ରହ୍ମା, ହର ପାର୍ବତୀ, ଇନ୍ଦ୍ରାଦି ଲୋକପାଳ, ମରୀଚି ଆଦି ପ୍ରଜାପତି, ବଡ଼ ବଡ଼ ମୁନିଋଷି, ପିତୃଗଣ, ସିଦ୍ଧ, ଗନ୍ଧର୍ବ, ବିଦ୍ୟାଧର, ନାଗ, ଚାରଣ, ଯକ୍ଷ, ରାକ୍ଷସ, କିନ୍ନର, ଅପ୍ସରା ତଥା ଗରୁଡ଼ ଲୋକର ବିଭିନ୍ନ ପକ୍ଷୀ ଅଥବା ମୈତ୍ର ଆଦି ବ୍ରାହ୍ମଣ ଭଗବାନ ଶ୍ରୀକୃଷ୍ଣଙ୍କ ପରମଧାମ ଗମନ ଦେଖିବା ନିମନ୍ତେ ବଡ଼ ଉତ୍ସୁକ ହୋଇ ସେଠାକୁ ଆସିଲେ। ସେମାନେ ସମସ୍ତେ ଭଗବାନଙ୍କର ଜନ୍ମ ଓ ଲୀଳାମାନ ଗାନ ତଥା ବର୍ଣ୍ଣନା କରିଥାନ୍ତି। ସେମାନଙ୍କର ବହୁ ସଂଖ୍ୟକ ବିମାନରେ ଆକାଶ ପୂର୍ଣ୍ଣ ହୋଇଯାଇଥାଏ। ସେମାନେ ଅତ୍ୟନ୍ତ ଭକ୍ତିର ସହିତ ଭଗବାନଙ୍କ ଉପରେ ପୁଷ୍ପବୃଷ୍ଟି କରୁଥାନ୍ତି। ସର୍ବବ୍ୟାପକ ଭଗବାନ ଶ୍ରୀକୃଷ୍ଣ ସ୍ୱକୀୟ ବିଭୂତି ସ୍ୱରୂପ ଲୋକପିତାମହ ବ୍ରହ୍ମା ତଥା ଅନ୍ୟ ସମସ୍ତଙ୍କୁ ଦେଖି ନିଜେ ନିଜକୁ ଆତ୍ମସ୍ୱରୂପରେ ସ୍ଥାପନ କରିଦେଲେ ଏବଂ ଆପଣ କମଳ ନୟନ ବୁଝିଦେଲେ। ଭଗବାନଙ୍କର ମଙ୍ଗଳମୟ ବିଗ୍ରହ ହେଉଛି ଉପାସକମାନଙ୍କ ନିମନ୍ତେ ଧାରଣ ଓ ଧ୍ୟାନର ପରମ ମଙ୍ଗଳମୟ ଆଶ୍ରୟ। ତାହା ସମସ୍ତ ଭୁବନର ମଧ୍ୟ ଆଶ୍ରୟ ଏବଂ ତାହା ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରେ। ତେଣୁ ଭଗବାନ ନିଜର ସେହି ମଙ୍ଗଳମୟ ଶ୍ରୀଅଙ୍ଗକୁ ଯୋଗଧାରଣ ଅଗ୍ନିରେ ଜଳାଇ ନ ଦେଇ ସଶରୀରେ ସ୍ୱଧାମକୁ ଚାଲିଗଲେ। ସେତେବେଳେ ସ୍ୱର୍ଗରେ ଦୁନ୍ଦୁଭି ବାଜି ଉଠିଲା ଓ ଆକାଶରୁ ପୁଷ୍ପବୃଷ୍ଟି ହେଲା। ହେ ପରୀକ୍ଷିତ, ଭଗବାନ ଶ୍ରୀକୃଷ୍ଣଙ୍କ ପଛେ ପଛେ ଭୂଲୋକରୁ ସତ୍ୟ, ଧର୍ମ, ଧୈର୍ଯ୍ୟ ଓ କୀର୍ତ୍ତି ଓ ଶ୍ରୀଦେବୀ ମଧ୍ୟ ଚାଲିଗଲେ। ଭଗବାନଙ୍କର ଗତି ତ ମନ ଓ ବାଣୀର ଅତୀତ। ସେଥିପାଇଁ ଭଗବାନ ଯେତେବେଳେ ତାଙ୍କର ସ୍ୱଧାମରେ ପ୍ରବେଶ କଲେ, ସେତେବେଳେ ବ୍ରହ୍ମାଦି ଦେବତା ମଧ୍ୟ ତାହା ଦେଖିପାରିଲେ ନାହିଁ। ସେହି ଘଟଣା ସେମାନଙ୍କୁ ଅତ୍ୟନ୍ତ ବିସ୍ମିତ କରିଦେଲା। ବିଜୁଳି ଯେପରି ଆକାଶରେ ଝଟକି ଉଠି ତୁରନ୍ତ ଆକାଶରେ କେଉଁଠି ବିଲୀନ ହୋଇଯାଏ, କେହି ବି ତା'ର ଗତିକୁ ଦେଖିପାରନ୍ତି ନାହିଁ, ଠିକ୍ ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱଧାମ ପ୍ରବେଶ ଲୀଳା ଦେଖିବାକୁ ଆସିଥିବା ବଡ଼ ବଡ଼ ଦେବତା ମୁନିଋଷିମାନଙ୍କ ଭିତରୁ କେହି ବି ସେହି ଲୀଳା ଦେଖିପାରିଲେ ନାହିଁ। ଭଗବାନଙ୍କର ସେହି ପରମ ଯୋଗମୟ ଗତି ଦେଖି ବ୍ରହ୍ମା, ଶିବ ଆଦି ଦେବତା ଅତ୍ୟନ୍ତ ବିସ୍ମିତ ହୋଇଗଲେ ଏବଂ ପ୍ରଭୁଙ୍କୁ ସ୍ତୁତି କରି ନିଜ ନିଜ ଧାମକୁ ଫେରିଗଲେ। ହେ ପରୀକ୍ଷିତ, ନଟ ଯେପରି ବିଭିନ୍ନ ଭୂମିକାର ଅଭିନୟ କରି ମଧ୍ୟ ସବୁଥିରୁ ସମ୍ପୂର୍ଣ୍ଣ ନିର୍ଲିପ୍ତ ରହେ, ଭଗବାନ ସେପରି ମନୁଷ୍ୟଙ୍କ ପରି ଯେଉଁ ଜନ୍ମ ହୁଅନ୍ତି, ପୁଣି ମର୍ତ୍ତ୍ୟଲୋକରୁ ତିରୋହିତ ହୋଇଯାଆନ୍ତି ଓ ନାନା ପ୍ରକାର ଲୀଳା କରନ୍ତି, ସେସବୁ ହେଉଛି ତାଙ୍କ ମାୟାର ବିଳାସ ମାତ୍ର, ଅର୍ଥାତ୍ ଅଭିନୟ ମାତ୍ର। ଭଗବାନ ସ୍ୱୟଂ ଏହି ଜଗତ ସୃଷ୍ଟି କରି ସେଥିରେ ପ୍ରବେଶ କରି ବିହାର କରନ୍ତି ଏବଂ ଶେଷରେ ସଂହାର ଲୀଳା କରି ସବୁଥିରୁ ନିବୃତ୍ତ ହୋଇଯାଇ ନିଜର ଅନନ୍ତ ମହିମାମୟ ସ୍ୱରୂପରେ ପ୍ରତିଷ୍ଠିତ ହୋଇଯାଆନ୍ତି। ପ୍ରିୟ ପରୀକ୍ଷିତ, ଯେଉଁ ଭଗବାନ ଶ୍ରୀକୃଷ୍ଣ ଜମପୁରକୁ ଯାଇ ଗୁରୁପୁତ୍ରକୁ ସଶରୀରେ ଫେରାଇ ଆଣିଥିଲେ, ଯେ ବ୍ରହ୍ମାସ୍ତ୍ରରେ ଜଳିଯାଇଥିବା ତୁମର ଶରୀରକୁ ଜୀବିତ କରିଦେଇଥିଲେ, ଯେ କାଳରେ ମଧ୍ୟ ମହାକାଳ ଭଗବାନ ରୁଦ୍ରଙ୍କୁ ଯୁଦ୍ଧରେ ଜିଣିଗଲେ ଏବଂ ଯେ ଏତେ ବଡ଼ ଭୟଙ୍କର ଅପରାଧ କରିଥିବା ଜରାସବରକୁ କ୍ଷମା କରିଦେଇ ସଶରୀର ସ୍ୱର୍ଗକୁ ପଠାଇଦେଲେ, ସେ ସର୍ବସମ୍ମତ ଶରଣାଗତ ବତ୍ସଳ ପ୍ରଭୁ ଶ୍ରୀକୃଷ୍ଣ କ'ଣ ଚାହିଁଥିଲେ ନିଜ ଶରୀରଟି ଏଠାରେ ରଖିଦେଇ ପାରିନଥାନ୍ତେ? ନିଶ୍ଚୟ ରଖିଦେଇ ପାରିଥାନ୍ତେ। ଏଥିରେ ଆଶ୍ଚର୍ଯ୍ୟର ବିଷୟ କିଛି ନଥିଲା। ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ସକଳ ଜଗତର ଉତ୍ପତ୍ତି, ସ୍ଥିତି ଓ ସଂହାରର ଅନନ୍ୟ କାରଣ ଏବଂ ତାଙ୍କ ପାଖରେ ସକଳ ଶକ୍ତି ରହିଛି। ତଥାପି ସେ ନିଜ ଶରୀରକୁ ସଂସାରରେ ରଖିବାକୁ ଇଚ୍ଛା କଲେ ନାହିଁ। ସେ ଭାବିଲେ, ଏ ମନୁଷ୍ୟ ଶରୀର ରଖିବାର ଆଉ କି ପ୍ରୟୋଜନ ଅଛି? ତେଣୁ ବିଶାଳ ଦ୍ୱାରକାର ଐଶ୍ୱର୍ଯ୍ୟ ପ୍ରତି ଓ ନିଜ କୁଟୁମ୍ବ ପ୍ରତି ସମ୍ପୂର୍ଣ୍ଣ ଅନାସକ୍ତ ହୋଇ ସେ ସ୍ୱଧାମକୁ ଚାଲିଗଲେ। ଏହାଦ୍ୱାରା ସେ ଦେଖାଇଦେଲେ ଯେ ଯୋଗୀ ସିଦ୍ଧି ବଳରେ ନିଜ ଶରୀରକୁ ରକ୍ଷା କରି ସଂସାରରେ ଘରେ କୁଟୁମ୍ବ ଲୋକଙ୍କ ମେଳରେ ସୁଖ ଦୁଃଖ ଭୋଗ କରିବାର ଇଚ୍ଛା ପୋଷଣ ନ କରନ୍ତୁ। ସେ ପୂର୍ଣ୍ଣ ଅନାସକ୍ତ ହୋଇ ନିଜର ଦିବ୍ୟ ଧାମକୁ ଅର୍ଥାତ୍ ପରମପଦକୁ ଯାତ୍ରା କରନ୍ତୁ। ଯେଉଁ ବ୍ୟକ୍ତି ସକାଳେ ଉଠି ଭଗବାନ ଶ୍ରୀକୃଷ୍ଣଙ୍କର ପରମଧାମ ଗମନ କଥା ଏକାଗ୍ରତା ଭକ୍ତିର ସହିତ କୀର୍ତ୍ତନ କରିବେ, ତାଙ୍କୁ ଭଗବାନଙ୍କର ସେ ସର୍ବଶ୍ରେଷ୍ଠ ପରମପଦ ଲାଭ ହେବ। ଏପଟେ ଦାରୁକ ଶ୍ରୀକୃଷ୍ଣଙ୍କ ବିରହରେ ବ୍ୟାକୁଳ ହୋଇ ଦ୍ୱାରକା ଚାଲି ଆସିଲେ ଏବଂ ବସୁଦେବ ଓ ଉଗ୍ରସେନଙ୍କ ଚରଣରେ ଲୋଟି ପଡ଼ି ଲୁହରେ ତାଙ୍କର ପାଦକୁ ଭିଜାଇ ଦେଲେ। ହେ ପରୀକ୍ଷିତ, ଶେଷରେ ସେ କୌଣସି ପ୍ରକାର ନିଜର କୋହ ସମ୍ଭାଳି ଯଦୁବଂଶ ବିନାଶର ସକଳ ବିବରଣୀ ଶୁଣାଇ ଦେଲେ। ତାହା ଶୁଣି ସେମାନଙ୍କ ହୃଦୟ ଦୁଃଖରେ ବ୍ୟାକୁଳ ହୋଇଗଲା ଏବଂ ସେମାନେ ଅତିଶୟ ଶୋକରେ ମୂର୍ଚ୍ଛିତ ହୋଇଗଲେ। ଶ୍ରୀକୃଷ୍ଣଙ୍କ ବିୟୋଗରେ ବିହ୍ୱଳ ହୋଇ ସେମାନେ ମୁଣ୍ଡ ପିଟି କାନ୍ଦିଲେ ଏବଂ ସେମାନଙ୍କ ଭାଇ ବନ୍ଧୁ ପ୍ରାଣଶୂନ୍ୟ ହୋଇ ପଡ଼ିଥିବା ସ୍ଥାନକୁ ଅବିଳମ୍ବେ ଧାଇଁ ଆସିଲେ। ଦେବକୀ, ରୋହିଣୀ ଓ ବସୁଦେବ ସେମାନଙ୍କର ପ୍ରିୟ ପୁତ୍ର ଶ୍ରୀକୃଷ୍ଣ ବଳରାମଙ୍କୁ ନ ଦେଖି ଅତ୍ୟନ୍ତ ଶୋକାକୁଳ ହୋଇ ବେହୋସ ହୋଇଗଲେ। ସେମାନେ ଭଗବତ ବିରହରେ ବ୍ୟାକୁଳ ହୋଇ ସେହିଠାରେ ହିଁ ପ୍ରାଣ ଛାଡ଼ିଦେଲେ। ସ୍ତ୍ରୀ ଲୋକମାନେ ନିଜ ନିଜ ସ୍ୱାମୀମାନଙ୍କର ଶବ ଚିହ୍ନି ସେମାନଙ୍କ ହୃଦୟରେ ଭିଡ଼ି ଧରିଲେ ଓ ସେମାନଙ୍କ ଚିତ୍ତାଗ୍ନିରେ ଝାସ ଦେଇ ଭସ୍ମ ହୋଇଗଲେ। ବଳରାମଙ୍କ ପତ୍ନୀମାନେ ବଳରାମଙ୍କ ଶରୀରକୁ, ବସୁଦେବଙ୍କ ପତ୍ନୀମାନେ ବସୁଦେବଙ୍କ ମୃତଦେହଙ୍କୁ ଓ ଭଗବାନଙ୍କ ପୁତ୍ରବଧୂମାନେ ନିଜ ନିଜ ସ୍ୱାମୀଙ୍କ ଶବକୁ ନେଇ ଅଗ୍ନିରେ ପ୍ରବେଶ କରିଗଲେ। ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ଆଦି ପାଟରାଣୀମାନେ ଭଗବାନଙ୍କ ଧ୍ୟାନରେ ମଗ୍ନ ହୋଇ ଅଗ୍ନିରେ ପ୍ରବେଶ କରିଗଲେ। ହେ ପରୀକ୍ଷିତ, ଅର୍ଜୁନ ପ୍ରଥମେ ନିଜର ପ୍ରିୟତମ ତଥା ସଖା ଭଗବାନ ଶ୍ରୀକୃଷ୍ଣଙ୍କ ବିରହରେ ଅତ୍ୟନ୍ତ ବ୍ୟାକୁଳ ହୋଇଗଲେ, କିନ୍ତୁ ପରେ ପ୍ରଭୁଙ୍କର ଗୀତୋକ୍ତ ସଦୁପଦେଶ ସ୍ମରଣ କରି ଧୈର୍ଯ୍ୟ ଧରିଲେ। ଯଦୁବଂଶର ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ପିଣ୍ଡ ଦେବାକୁ କେହି ନଥିଲେ, ଅର୍ଜୁନ ସେମାନଙ୍କର ଶ୍ରାଦ୍ଧ କ୍ରମାନୁସାରେ ବିଧିପୂର୍ବକ କରାଇଲେ। ମହାରାଜ,
ଭଗବାନ ସ୍ୱଧାମକୁ ଚାଲିଯିବା ପରେ କେବଳ ତାଙ୍କରି ନିବାସଟି ଛାଡ଼ିଦେଇ ସମୁଦ୍ର କ୍ଷଣକ ମଧ୍ୟରେ ସମଗ୍ର ଦ୍ୱାରକାକୁ ପାଣିରେ ବୁଡ଼ାଇ ଦେଲା। ଭଗବାନ ଶ୍ରୀକୃଷ୍ଣ ସେଠାରେ ଏବେ ବି ସଦାସର୍ବଦା ନିବାସ କରୁଛନ୍ତି। ସେ ସ୍ଥାନକୁ ସ୍ମରଣ କରିବା ମାତ୍ରେ ତାହା ସକଳ ପାପତାପ ନାଶ କରିଦିଏ ଏବଂ ସର୍ବମଙ୍ଗଳକୁ ମଧ୍ୟ ଅଧିକ ମଙ୍ଗଳ କରିଦିଏ। ପ୍ରିୟ ପରୀକ୍ଷିତ, ପିଣ୍ଡଦାନ ପରେ ସେଠାରେ ଯେଉଁ ନାରୀମାନେ, ଶିଶୁମାନେ ଓ ବୃଦ୍ଧମାନେ ବଞ୍ଚି ରହିଥିଲେ ସେମାନଙ୍କୁ ଧରି ଅର୍ଜୁନ ଇନ୍ଦ୍ରପ୍ରସ୍ଥ ଚାଲି ଆସିଲେ। ସେଠାରେ ସେମାନଙ୍କୁ ଯଥାଯୋଗ୍ୟ ରୀତିରେ ଥଇଥାନ କରି ଅନିରୁଦ୍ଧଙ୍କ ପୁତ୍ରଙ୍କର ରାଜ୍ୟାଭିଷେକ ଅର୍ଥାତ୍ ମଥୁରା ନିମନ୍ତେ କରିଦେଲେ। ହେ ରାଜନ, ଆପଣଙ୍କର ପିତାମହ ଯୁଧିଷ୍ଠିର ଆଦି ପାଣ୍ଡବମାନେ ଅର୍ଜୁନଙ୍କ ଠାରୁ ହିଁ ଜାଣିବାକୁ ପାଇଲେ ଯେ ଯଦୁବଂଶ ସେମାନଙ୍କର ନିଧନ ହୋଇଗଲା। ତାହା ଶୁଣି ସେ ନିଜର ବଂଶଧର ଭାବରେ ଆପଣଙ୍କୁ ରାଜପଦରେ ଅଭିଷିକ୍ତ କରି ହିମାଳୟକୁ ବୀରଯାତ୍ରା କଲେ। ମୁଁ ଆପଣଙ୍କୁ ଦେବତାମାନଙ୍କର ମଧ୍ୟ ଆରାଧ୍ୟ ଦେବ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଲୀଳା ଓ କର୍ମଲୀଳା ଶୁଣାଇଦେଲି। ଯେଉଁ ମନୁଷ୍ୟ ଏହା ଶ୍ରଦ୍ଧାର ସହିତ କୀର୍ତ୍ତନ କରନ୍ତି ସେ ସକଳ ପାପରୁ ମୁକ୍ତ ହୋଇଯାନ୍ତି। ଏ ପରୀକ୍ଷିତ, ଯେଉଁ ମନୁଷ୍ୟ ଭକ୍ତ ଭୟହାରୀ ନିଖିଳ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ନିଧି ଶ୍ରୀକୃଷ୍ଣଙ୍କର ଅବତାର ସମ୍ବନ୍ଧୀୟ ମହାନ ପରାକ୍ରମ ତଥା ଏହି ଶ୍ରୀମଦ୍ ଭାଗବତ ପୁରାଣରେ